ସାଙ୍ଗମାନଙ୍କ ସହିତ ପାହାଡରେ ବୁଲିବା ଯୋଉ ମଜା କାହା ସହିତ ନାହିଁ। ତ ହଁ ମୁଁ ହଉଛି ଅନିଲ ଅନୁଗୁଳରୁ। ଆଜି ଟିକେ ସାଙ୍ଗମାନଙ୍କ ସହିତ ପାହାଡ ବୁଲି ଯିବାର ପ୍ଲାନ୍ ଥିଲା। ତ ଫାଇନାଲି ମୁଁ ବାହାରି ଆସିଥିଲି ବୁଲି ଯିବା ପାଇଁ। ଏଡେ ମୋ ସାଙ୍ଗମାନେ ବି ରେଡି ଥିଲେ। ଫାଇନାଲି ଆମେ ବାହାରି ପଡିଥିଲୁ ପାହାଡ ବୁଲି ଯିବା ପାଇଁ। କିଛି ବାଟ ଆସିଲା ପରେ ଗାଡି ଥୋଇକି ଆମେ ପୁଆଳ କଥା ଦେଖି ଦେଇଥିଲୁ, ଯୋଉଟା କି ଆମକୁ ଛୁଆ ବେଳ କଥା ମନେ ପଡି ଯାଇଥିଲା। ତ ଆମେ ଟିକେ ଖେଳି ଦେଇଥିଲୁ। ଟିକେ ବକଚୁଦି କଲା ପରେ ଆମେ ଆସି ଯାଇଥିଲୁ ଏବେ ପାହାଡ ବୁଲି ଯିବା ପାଇଁ। ଆଉ କିଛି ବାଟ ଆସିଲା ପରେ ଆମକୁ କୁରିଆ ଘରଟେ ଦେଖା ଯାଇଥିଲା। ତ ଏଠାରେ ଜାକି ଭାଇ ବହୁତ ମଜା କଲେ। ଆଉ ଟିକେ ମଜାକ ମସ୍ତି କଲା ପରେ ଆମେ ଏବେ ବାହାରି ଯାଇଥିଲୁ ପାହାଡ ବୁଲି ଯିବା ପାଇଁ। ଫାଇନାଲି ଆମେ ପାହାଡକୁ ପଳେଇ ଆସିଥିଲୁ। ଆମକୁ ଯିବାର ଥିଲା ଆଉ ଗୋଟେ ପଥର ଉପରକୁ। ଆମକୁ ଯିବାର ଥିଲା ଏଇ ପଥର ଉପରକୁ। ମୁଁ ତ ଯେମିତି ସେମିତି କରିକି ଉପରକୁ ପଳେଇ ଆସିଥିଲି, ହେଲେ ମୋ ସାଙ୍ଗମାନେ ଚଢି ପାରୁନଥିଲେ। ଚଢି ଗଲା ପରେ ଦେଖୁନ ମନେ ମନେ ପୁରା ହିରୋ ସେମାନେ। କିଏ ବୁଲିଲା ପରେ ଆମେ ବାହାରି ଯାଇଥିଲୁ ଏବେ ଘରକୁ ଯିବା ପାଇଁ। ଫାଇନାଲି ଆମେ ଘରେ ପହଞ୍ଚି ଯାଇଥିଲୁ। ଘରକୁ ଆସିକି ଜଣା ପଡିଲା ଯେ ଆଜି ଆମ ସାହିରେ ଭୋଜି ହଉଛି। ମୋ ସାହି ଛୁଆ ମାନେ ବସିକି ପଡିଥିଲେ ଖାଇବା ପାଇଁ। ଆମେ ବି ଫାଇନାଲି ବସିକି ଖାଇ ଦେଇଥିଲୁ। ଚିର ଭିଡିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ। ଏବେ ରହୁଛି ଜୟ ଜଗନ୍ନାଥ।